ଚାଲନ୍ତୁ ଯିବା ଆଜି କାଳୁଆ ଯାତ୍ରା। ତ କାଳୁଆ ଯାତ୍ରା ଯିବା ବେଳେ ମୁଁ ପ୍ରଥମେ ମାଉସୀ ଘରକୁ ଯିବି, କାହିଁକିନା ମୋ ମାଉସୀ ତାଙ୍କ ସାହିରେ ହିଁ କାଳୁଆ ଯାତ୍ରା ହେଉଛି। ତ ପ୍ରଥମେ ମାଉସୀ ଘରକୁ ଯିବି, ତାପରେ ଯିବି ମୁଁ କାଳୁଆ ଯାତ୍ରା ଦେଖିବା। ମୁଁ ଇଭିନିଂରେ ଯିବି। ଏବେ ମୁଁ ଯାଉଛି ଖାଲି ମାଉସୀ ଘରକୁ ବୁଲିକି ରହିବୁ। ଆଉ ଗୋଟେ ଭଉଣୀ ଆସିବ, ମିଶିକି 2 ଜଣ ଯାକ ଯିବୁ କାଳୁଆ ଯାତ୍ରା ଦେଖିବାକୁ। ତ ଦେଖନ୍ତୁ, ଏବେ ଏଇଟା ଦିନ ବେଳେ କିଛି ଗହଳି ନାହିଁ, ରାତି ବେଳେ ପ୍ରବଳ ଗହଳି ହୁଅନ୍ତି। ଏଇ 2 ଦିନ କୁମାର ପୂର୍ଣ୍ଣିମା ଦିନ ବହୁତ ଗହଳି ହୁଅନ୍ତି। ତ ଦେଖନ୍ତୁ ଆମେ କେଉଁ ମାନେ ଯାଉଛୁ, ମାମା, ମୁଁ ଆଉ ଆଈ, ମାମା, ମୁଁ, ମୋ ଆଈ, ଆଉ ମୋ ଡୁଡୁ, ମୋ ବାବା ଏମିତି ସବୁ ଯାଉଛୁ କାଳୁଆ ଯାତ୍ରା ଦେଖିବାକୁ। ତ ଭଲ ବାଟରେ ଦେଖିଲା ମନରେ ଟିକେ ତ ଦେଖନ୍ତୁ, ଫାଇନାଲି ଆମେ ଏବେ ମାଉସୀ ଘର ପିଣ୍ଡାରେ ପହଞ୍ଚିଗଲୁ। ମୁଁ ଭିତର ଭିଡ଼ିଓ କଲିନି, ଓହ୍ଲେଇଲା ବେଳେ ଆଉ ଫୋନ୍ ଭିତର କାଢ଼ିବାକୁ ଇଚ୍ଛା ହେଲାନି। ତ ସେଥିପାଇଁ ମୋ ମାଉସୀ ଘରଟା ଦେଖେଇନି। ମୁଁ ସିଓର ଆପଣଙ୍କୁ କେତେବେଳେ ହେଲେ ମୋ ମାଉସୀଙ୍କ ଘର ବି ଦେଖେଇଦେବି, କାହିଁକିନା ମୁଁ ତରବରରେ ଓହ୍ଲେଇଲି ଆଉ ତାଙ୍କ ଘର ଭିତରଟା ମୁଁ ଆପଣଙ୍କୁ ଦେଖେଇ ପାରିଲିନି। ତ ମାଉସୀ ଘରେ ରହିଲୁ, ତାହେଲେ ଖାଇଲୁ ପିଇଲୁ, ଆଉ ଥରେ ସନ୍ଧ୍ୟାବେଳେ ବାହାରିଲୁ ଯାତ୍ରା ବୁଲିବାକୁ। ଦେଖନ୍ତୁ, ମାଉସୀ ଘର ମାନେ କ'ଣ, ଘର ପଛ ସାହି, ସାମ୍ନା ସାହିରେ ଟିକେ ଯାତ୍ରା ହେଉଥିଲା। ଏଇଠି ମମି ଆଉ ମାଉସୀ 2 ଜଣ ମିଶିକି କଥା ହେଉଛନ୍ତି। ମୁଁ ଆଗକୁ ମୋ ଡୁଗୁ ଧରି ମୁଁ ଚାଲିଲି। ତ ଏବେ ସମସ୍ତେ ମାଉସୀ ଆଉ ମାମା ମିଶିକି ଚାଲିଲେ, ମୁଁ ବି ତାଙ୍କ ସହିତ ଚାଲିଲି। ତ ମୋ ଡୁଗୁ ବିଚାର କରିଥିଲା, ମାମା ଦେଇଦେଲି, ତାପରେ ମୁଁ ଭିଡ଼ିଓ ବନେଇଲି। ତ ଦେଖନ୍ତୁ, ବନେଇକି ଏବେ ହେଲା ଟାଇମ୍ଟା ମୁଁ କହିପାରିବିନି, ଏଗ୍ଜାକ୍ଟ ଟାଇମ୍ କହିପାରିବିନି, 6ଟା ଭିତର ଭିଡ଼ିଓ ଏଇଟା। ଆଉ ଟିକେ ଆଗକୁ ଗଲି, ଏଇଠି ଗୋଟେ ସିଙ୍ଗର କିଏ ଗୋଟେ ଆସିଥିଲେ, ଗୀତ ଗାଉଥିଲେ। ଆମେ ଗଲାବେଳକୁ ବହୁତ ସୁନ୍ଦର ଗୀତ ବି ଗାଉଥିଲେ। ଆଉ ସେଇଠି ଆଗକୁ ଦେଖନ୍ତୁ ବଢ଼ିଆ ସବୁ ହୋଇଥିଲା। ତ କମେଣ୍ଟରେ ଆପଣମାନେ ସିଓର କହିବେ ଯେ ଆପଣ ଏ ଗୋସାନୂଆ ଗାଁ ଆଉ କାଳୁଆ ଯାତ୍ରାକୁ ଆପଣ କେତେଥର ଯାଇଛନ୍ତି ଆଉ କେଉଁ ବର୍ଷ ଯାଇଛନ୍ତି। ମୁଁ ତ ପ୍ରାୟ ସବୁ ବର୍ଷ, ଯେବେଠୁ ମାଉସୀ ବିଭା ହେଇଥିଲା ସେବେଠୁ ଆଇଛି କାଳୁଆ ଯାତ୍ରା ଦେଖିବାକୁ। ତ ଆପଣମାନେ କେତେ ଦିନ ଆଉ କେତେ ବର୍ଷ ଆସନ୍ତି ଆଉ କ'ଣ ଆସୁଛନ୍ତି କମେଣ୍ଟରେ ନିଶ୍ଚୟ କହିବେ। ତ ଏବେ ଠାକୁରଙ୍କ ପାଖକୁ ଗଲୁ। ଦେଖନ୍ତୁ, ଏତେ ଲକ୍ଷ ଦୀପ ଲାଗିଛି। ଯିଏ ଯାହା ମାନସିକ କରିକି ଦୀପ ଲଗେଇବେ। ତ ଆମେ ବି ଦୀପ କିଣିକି ଆଉ ମହାପ୍ରଭୁଙ୍କ ପାଖରେ ଦୀପ ଲଗେଇବୁ। ତାପରେ ଭିତରକୁ ଗଲେ ମୁଁ ଆପଣଙ୍କୁ ସବୁ ଦେଖେଇବି। ଏ କାଳୁଆ ଯାତ୍ରା ମୁଁ ସବୁ ବର୍ଷ ମ୍ୟାରେଜ୍ ନହେବା ଆଗରୁ ବି ମୁଁ ଆସେ। ଏତେବେଳେ ମୋବାଇଲର ଅସୁବିଧା ଥିଲା, ମୁଁ କରିନଥିଲି। ଦେଖନ୍ତୁ, ପୋଲିସ ପ୍ରଶାସନ ସବୁ ଏଠି ଥିଲେ। ଭିଡ଼ିଓ ଏଲାଉ ଥିଲା, ତ ଫଟୋ ଭିଡ଼ିଓ ଯିଏ ଯାହା ପାରିଲା କରୁଥିଲେ। ମୁଁ ବି କରିଦେଲି। ଟିକେ ମୋବାଇଲଟା ହାତରୁ ଗଳି ପଡ଼ିଲା, ସେଥିପାଇଁ ମଝିରେ ଟିକେ ଅନ୍ଧାର ଦେଖାଗଲା। ତ ଦେଖନ୍ତୁ, ଠେଲା ପେଲା ଏଠି ତ ଯିବାକୁ ପଡ଼ିବ ହିଁ ନା, କ'ଣ କରିବା। ତ ଫାଇନାଲି ମା'ଙ୍କୁ ଖୋଲା ଦର୍ଶନ ଟିକେ ହେଲା, ମୁଣ୍ଡିଆ ମାରିଲି। ଫାଇନାଲି ପଦାକୁ ଟିକେ ଆସିଲି। ଏଇଠି ଟିକେ ଅପେରା ଲାଗୁଥିଲା, ଆମେ ଅପେରା ଦେଖିଦେଲୁ। ତାପରେ ପୁରା ଚାରିକାନିଆଡ଼େ ଟିକେ ବୁଲାବୁଲି କରିଦେଲୁ। ଆଉ ଡୁଗୁ ପାଇଁ ଟିକେ ଖେଳନା କିଣିଦେଲୁ, ନହେଲେ ସେ ଘରକୁ ଗଲେ ବହୁତ ହଟିବ। ସେଥିପାଇଁ ତା ପାଇଁ ଖେଳନା କିଣିଦେଲୁ। ତାପରେ ଘରକୁ ରିଟର୍ନ ହେଇଯିବୁ। ଅପେରାରେ ଠିଆ ହେଇକି ବର୍ତ୍ତମାନ ଅପେରା ହିଁ ଦେଖୁଛୁ। ଆଉ ଡୁଗୁ ପାଇଁ ଖେଳନା ବି କିଣା ହେଲା।